ଆଜି ଆମେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ମାନେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଭିତରକୁ ଯିବା। ଆମେ ଆଲୋଚନା କରିବା ଏହାର ପ୍ରଥମ ସ୍କନ୍ଧର ଚତୁର୍ଥ ଅଧ୍ୟାୟ ଉପରେ। ଆଉ ଏଇଟା କିଛି ସାଧାରଣ ଅଧ୍ୟାୟ ନୁହେଁ। ନା, ବିଲକୁଲ ନୁହେଁ। ଏହା ପ୍ରକୃତିରେ ସମ୍ପୂର୍ଣ୍ଣ ଭାଗବତ ମହାପୁରାଣର କହିବାକୁ ଗଲେ ମୂଳଦୁଆ। ଏକଦମ, କାରଣ ଏଇଠି ହିଁ ସେହି ପ୍ରଶ୍ନଗୁଡ଼ିକ ପଚରା ଯାଉଛି ଯାହାର ଉତ୍ତର ଦେବାକୁ ଯାଇ ପୁରା ଭାଗବତ ଗ୍ରନ୍ଥର ସୃଷ୍ଟି ହେଉଛି। ଠିକ୍। ତେବେ ଆଜି ଆମର କାମ ହେଉଛି ସେହି ପ୍ରଶ୍ନଗୁଡ଼ିକୁ ଭଲ ଭାବରେ ବୁଝିବା ଆଉ ଜାଣିବା ଯେ ଏହି ମହାନ ଗ୍ରନ୍ଥ କାହିଁକି ଆଉ କେଉଁ ପରିସ୍ଥିତିରେ ରଚନା କରାଯାଇଥିଲା। ଆପଣ ଜାଣିଛନ୍ତି, ଏହି ଅଧ୍ୟାୟର ସବୁଠୁ ବଡ଼ କଥା ହେଲା ଏହା କ'ଣ ହେଲା ଜାଣିବା ପୂର୍ବରୁ କାହିଁକି ହେଲାର ଅନୁସନ୍ଧାନ କରୁଛି। ବାଃ, ଏଟା ବହୁତ ଭଲ ପଏଣ୍ଟ। ଶୌନକାଦି ଋଷିମାନେ ଏଠାରେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ସେଗୁଡ଼ିକ ଏତେ ଗଭୀର ଯେ ତାହାରେ ହିଁ ଉତ୍ତରରେ ସମଗ୍ର ଭାଗବତର ବିଶାଳ ସୌଧ ଠିଆ ହୋଇଛି। ତେବେ ଚାଲନ୍ତୁ ସେହି ପ୍ରଶ୍ନଗୁଡ଼ିକ ଭିତରକୁ ସିଧା ଯିବା। କାହାଣୀ ଆରମ୍ଭ ହେଉଛି ନୈମିଷାରଣ୍ୟରେ। ଶୌନକ ଋଷି ସୂତ ମୁନିଙ୍କୁ ପଚାରୁଛନ୍ତି, କିନ୍ତୁ ସାଧାରଣ ପ୍ରଶ୍ନ ନୁହେଁ। ସେ ସିଧା ଦୁଇଟି ଚରିତ୍ରକୁ ନେଇ ଗୋଟେ ବଡ଼ ରହସ୍ୟ କଥା ଉଠାଉଛନ୍ତି। ପ୍ରଥମ ଜଣକ ହେଲେ ବ୍ୟାସଦେବଙ୍କ ପୁଅ ଶୁକଦେବ ମୁନି। ଆଉ ଏଇଟା ଏକ ଅଦ୍ଭୁତ ରହସ୍ୟ, ଜାଣିଛନ୍ତି। ସୂତ୍ରରେ ଲେଖା ଅଛି ଯେ ଶୁକଦେବ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ସଂସାର ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ, ନିର୍ବିକାର। ହଁ, ନିର୍ବିକାର। ତାଙ୍କ ପାଇଁ ନିଜ ପର, ଭଲ ମନ୍ଦ, ଏପରିକି ସ୍ତ୍ରୀ ପୁରୁଷର କୌଣସି ବି ଭେଦଭାବ ହିଁ ନଥିଲା। ମନରେ କେବଳ ବ୍ରହ୍ମଚିନ୍ତନ। ଆଉ ଏହାକୁ ବୁଝାଇବା ପାଇଁ ସେଇ ଯୋଉ ଘଟଣାଟି ଅଛି, ହଁ, ସେଇ ଦେବକନ୍ୟା ମାନଙ୍କର ଘଟଣା। ଥରେ ଶୁକଦେବ ଗୋଟେ ପୋଖରୀ ପାଖ ଦେଇ ଯାଉଥିଲେ। ସେଠି କିଛି ଦେବକନ୍ୟା ସ୍ନାନ କରୁଥିଲେ। ଆଉ ଶୁକଦେବ ଥିଲେ ସମ୍ପୂର୍ଣ୍ଣ ନଗ୍ନ। ହଁ, ସମ୍ପୂର୍ଣ୍ଣ ନଗ୍ନ। ସେ ସେମାନଙ୍କ ପାଖ ନେଇ ଚାଲିଗଲେ, କିନ୍ତୁ ସେହି ଦେବକନ୍ୟା ମାନଙ୍କର କିଛି ବି ପ୍ରତିକ୍ରିୟା ନଥିଲା। ସେମାନେ ଟିକେ ବି ଲଜ୍ଜା କଲେନି। କିନ୍ତୁ ମଜା କଥାଟା ସେତେବେଳେ ହେଲା ଯେତେବେଳେ ତାଙ୍କ ପଛେ ପଛେ ତାଙ୍କ ବାପା ବ୍ୟାସଦେବ ଆସିଲେ। ଆଉ ବ୍ୟାସଦେବ ବସ୍ତ୍ର ପିନ୍ଧିଥିଲେ। ହଁ, ଦେଖିବା ମାତ୍ରେ ସେହି ଦେବକନ୍ୟା ମାନେ ଲଜ୍ଜାରେ ଶୀଘ୍ର ବସ୍ତ୍ର ପିନ୍ଧି ପକାଇଲେ। ଏଇଠି ବ୍ୟାସଦେବ ପୁରା ଆଶ୍ଚର୍ଯ୍ୟ। ସେ କାରଣ ପଚାରିଲେ। ଆଉ ସେମାନେ ଯେଉଁ ଉତ୍ତର ଦେଲେ ତାହା ହିଁ ଶୁକଦେବଙ୍କ ସ୍ଥିତିକୁ ସ୍ପଷ୍ଟ କରିଦେଉଛି। ସେମାନେ କହିଲେ, ହେ ମୁନି, ଆପଣଙ୍କ ପୁଅଙ୍କ ଦୃଷ୍ଟିରେ ସ୍ତ୍ରୀ ପୁରୁଷ ଭେଦ ନାହିଁ। ତାଙ୍କ ପାଇଁ ସବୁ ସମାନ। ହଁ, ସବୁ ବ୍ରହ୍ମମୟ। କିନ୍ତୁ ଆପଣ ଜ୍ଞାନୀ ହେଲେ ବି ଆପଣଙ୍କ ମନରେ ବୁଦ୍ଧି ଆଉ ବିଷୟ ରସ ଅଛି। ତେଣୁ ଆପଣଙ୍କ ଦୃଷ୍ଟିରେ ସେ ଭେଦଭାବ ରହିଛି। ଏଇଠି ମୋ ମୁଣ୍ଡରେ ଗୋଟେ କଥା ପଶୁନି। ଯଦି ଜଣେ ଏତେ ସଂସାର ବିରାଗୀ, ମାନେ ଉନ୍ମତ୍ତ ଓ ଜଡ଼ ପରି ବୁଲୁଥିବା ଲୋକ, ଯାହାଙ୍କ ପାଇଁ ସମାଜ, ରାଜ୍ୟସଭା ଏସବୁରେ କିଛି ମୂଲ୍ୟ ନାହିଁ, ସେ ହଠାତ୍ ପୁରୁ ରାଜ୍ୟରେ ହସ୍ତିନାପୁରରେ ପହଞ୍ଚି ଏକ ବିରାଟ ସଭାରେ ବସି ରାଜା ପରୀକ୍ଷିତଙ୍କୁ ଭାଗବତ କେମିତି ଶୁଣାଇଲେ? ଏଇଟା ଗୋଟେ ବଡ଼ ପ୍ରଶ୍ନ। ଏହା ହିଁ ତ ଶୌନକଙ୍କର ମୂଳ ଜିଜ୍ଞାସା। ଜଣେ ସମଦର୍ଶୀ ନିର୍ବିକାର ମୁନି, ଯିଏ ପଥର ଆଉ ସୁନାରେ ଫରକ ଦେଖନ୍ତି ନାହିଁ, ସେ କାହିଁକି ଜଣେ ରାଜାଙ୍କ ସାମ୍ନାକୁ ଆସିଲେ? କେଉଁ ପ୍ରେରଣା ତାଙ୍କୁ ସେଠାକୁ ଟାଣି ନେଇଥିଲା? ଏଇଟା ହେଲା ପ୍ରଥମ ରହସ୍ୟ। ଠିକ୍। ତାଙ୍କୁ ନେଇ ସେ ଥିଲେ ପାଣ୍ଡବ ବଂଶର କୀର୍ତ୍ତିଧର ଅଭିମନ୍ୟୁଙ୍କର ପୁଅ। ଆଉ ଏମିତି ଜଣେ ପ୍ରତାପୀ ରାଜା ଯାହାଙ୍କ ପାଦରେ ଅନ୍ୟ ରାଜାମାନେ ନିଜ ସମ୍ପଦ ଆଣି ଅର୍ପଣ କରୁଥିଲେ। ଆଉ ଏଇଠି ପ୍ରଶ୍ନ ଉଠୁଛି, ଜଣେ ରାଜା ଯିଏ ଯୁବାବସ୍ଥାରେ ଅଛନ୍ତି, ଯାହାଙ୍କ ପାଖରେ ଐଶ୍ୱର୍ଯ୍ୟ, ଶକ୍ତି, ସମ୍ମାନ ସବୁକିଛି ଅଛି, ସେ ହଠାତ୍ ନିଜର ବିଶାଳ ରାଜ୍ୟ, ପରିବାର, ଧନ, ଏପରିକି ଜୀବନର ମୋହ ତ୍ୟାଗ କରି ଗଙ୍ଗା କୂଳକୁ କାହିଁକି ଚାଲିଯାଇଲେ? ମୃତ୍ୟୁକୁ ଅପେକ୍ଷା କରିବା ପାଇଁ। ହଁ, ଆଉ ଏଇଟା କିଛି ବୁଢ଼ା ବୟସର ବୈରାଗ୍ୟ ନଥିଲା। ଏଇଟା ଥିଲା ଜୀବନର ମଝିରେ ସବୁକିଛି ଛାଡ଼ିଦେବାର ନିଷ୍ପତ୍ତି। ଆଉ ଗୋଟେ କଥା, ଜଣେ ରାଜାର ଧର୍ମ ହେଉଛି ପ୍ରଜାପାଳନ। ଯେଉଁ ଶରୀରକୁ ପରୋପକାର ପାଇଁ ବ୍ୟବହାର କରାଯାଏ, ସେହି ଶରୀରକୁ ସେ କେମିତି ଉପେକ୍ଷା କଲେ? ଠିକ୍ କଥା। ଏତେ ବଡ଼ କର୍ତ୍ତବ୍ୟନିଷ୍ଠ ରାଜା କେଉଁ ପରିସ୍ଥିତିରେ ନିଜର ସବୁ ଦାୟିତ୍ୱ ଛାଡ଼ିଦେଲେ? ତେବେ ଏହି ଦୁଇଟି ପ୍ରଶ୍ନ, ବିରାଗୀ ଶୁକଦେବଙ୍କ ଆଗମନ ଆଉ ପ୍ରତାପୀ ପରୀକ୍ଷିତଙ୍କ ତ୍ୟାଗ, ଏହା ହିଁ ଭାଗବତର ପୃଷ୍ଠଭୂମି। ମାନେ ଦେଖନ୍ତୁ, ଦୁଇ ଜଣ ଯାକ ନିଜ ନିଜ ସ୍ଥିତିର ଚରମ ସୀମାରେ ଥିଲେ। ଜଣେ ତ୍ୟାଗର ଚରମରେ, ଆଉ ଜଣେ ଭୋଗର ଚରମରେ। ଆଉ ଏହି ଦୁଇ ବିପରୀତ ଶକ୍ତିର ମିଳନ କେମିତି ସମ୍ଭବ ହେଲା? ତାହା ହିଁ ଭାଗବତର ମୂଳ ରହସ୍ୟ। ଆଉ ଏହାର ଉତ୍ତର ଦେବାକୁ ଯାଇ ସୂତ ମୁନି କାହାଣୀକୁ ଆହୁରି ପଛକୁ ନେଇଯାଉଛନ୍ତି, ସେହି ବ୍ୟକ୍ତିଙ୍କ ପାଖକୁ ଯିଏ ଏସବୁର କେନ୍ଦ୍ରବିନ୍ଦୁ, ବେଦବ୍ୟାସ। ହଁ, ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୂତ ମୁନି କାହାଣୀକୁ ଏକଦମ ମୂଳରୁ ଆରମ୍ଭ କରୁଛନ୍ତି। ସେ କହୁଛନ୍ତି
ଯେତେବେଳେ ତ୍ରେତାୟ ଯୁଗ ଶେଷ ହେଉଥିଲା ଆଉ ଦ୍ୱାପର ଆରମ୍ଭ ହେଉଥିଲା, ସେହି ସମୟରେ ପରାଶର ମୁନିଙ୍କ ଠାରୁ ସତ୍ୟବତୀଙ୍କ ଗର୍ଭରୁ ବ୍ୟାସ ମୁନି ଜନ୍ମ ହେଲେ। ଆଉ ବ୍ୟାସଦେବ କେବଳ ଜଣେ ଋଷି ନଥିଲେ, ସେ ଥିଲେ ଜଣେ ମହାନ ଦ୍ରଷ୍ଟା। ସେ ନିଜ ଯୋଗ ବଳରେ ଭବିଷ୍ୟତକୁ ଦେଖିପାରୁଥିଲେ। ଆଚ୍ଛା, ସେ ଦେଖିଲେ ଯେ ଆଗାମୀ କଳି ଯୁଗରେ ଲୋକଙ୍କର ଆୟୁଷ କମିଯିବ, ବୁଦ୍ଧି ଲୋଭଗ୍ରସ୍ତ ହେବ, ଶରୀର ଦୁର୍ବଳ ହେବ, ଆଉ ସେମାନେ ଧର୍ମକର୍ମରୁ ଦୂରେଇ ଯିବେ। ହଁ, ଏହା ଦେଖି ତାଙ୍କ ମନରେ କରୁଣା ଆସିଲା। ସେ ମାନବ ଜାତିର କଲ୍ୟାଣ ପାଇଁ ଗୋଟେ ବିରାଟ କାମ ହାତକୁ ନେଲେ। ସେହି କାମଟି ଥିଲା ଜ୍ଞାନର ସଂରକ୍ଷଣ ଆଉ କେମିତି କହିବି ସରଳୀକରଣ। ହଁ, ସରଳୀକରଣ। ସେତେବେଳେ ବେଦ ଗୋଟିଏ ହିଁ ଥିଲା, କିନ୍ତୁ ସେ ଜାଣିଥିଲେ ଯେ କଳିଯୁଗର ଲୋକଙ୍କ ପାଇଁ ଏତେ ବିଶାଳ ଜ୍ଞାନ ରାଶିକୁ ମନେ ରଖିବା ସମ୍ଭବ ନୁହେଁ। ତେଣୁ ସେ ସେହି ଗୋଟିଏ ବେଦକୁ 4 ଭାଗରେ ବାଣ୍ଟି ଦେଲେ, ଋକ୍, ୟଜୁଃ, ସାମ ଆଉ ଅଥର୍ବ। କିନ୍ତୁ କଥା ସେତିକିରେ ସରିନଥିଲା। ସେ ସେହିମାନଙ୍କ କଥା ବି ଚିନ୍ତା କଲେ ଯେଉଁମାନେ ବେଦ ପାଠରୁ ବଞ୍ଚିତ ଥିଲେ, ଯେମିତିକି ସ୍ତ୍ରୀ ଆଉ ଶୂଦ୍ରମାନେ। ହଁ, ସେ ଚାହିଁଲେ ଯେ ଜ୍ଞାନର ସାରତତ୍ତ୍ୱ କାହାଣୀ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚୁ। ଆଉ ସେଇଥିପାଇଁ ସେ ରଚନା କଲେ ମହାଭାରତ, ଯାହାକୁ ପଞ୍ଚମ ବେଦ କୁହାଯାଏ। ଏହା ସହିତ ଅଷ୍ଟାଦଶ ପୁରାଣ ମଧ୍ୟ। ଏହା ଗୋଟେ ବୈପ୍ଳବିକ ପଦକ୍ଷେପ ଥିଲା, ନୁହେଁ କି? ବିଲକୁଲ। ଧର୍ମ, ଅର୍ଥ, କାମ, ମୋକ୍ଷର ଜଟିଳ ତତ୍ତ୍ୱକୁ କାହାଣୀରେ ଏତେ ସରଳ କରିଦେଲେ ଯେ ସମସ୍ତେ ବୁଝିପାରିବେ। କିନ୍ତୁ ଏହି ସବୁ ମହାନ କାର୍ଯ୍ୟ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। କ'ଣ? ବ୍ୟାସଦେବଙ୍କ ମନରେ ଶାନ୍ତି ଆସିଲା ନାହିଁ। ସୂତ୍ରରେ ସୁନ୍ଦର ଭାବେ ଲେଖା ଅଛି, ସର୍ବଧର୍ମ ଯେତେ କଲେ ତୋଷ ନୋହିଲେ ହୃଦଗତେ। ଆରେ, ଏତେ ବଡ଼ କାମ କରିବା ପରେ ବି ମନରେ ଶାନ୍ତି ନାହିଁ। ହଁ, ତାଙ୍କୁ ଲାଗୁଥିଲା ଯେମିତି କିଛି ଗୋଟେ ବଡ଼ ଜିନିଷ ଖାଲି ଖାଲି ଲାଗୁଛି, ଏକ୍ଜାକ୍ଟଲି, କିଛି ଅଧୁରା ରହିଯାଇଛି। ଏକଦମ। ସେ ସରସ୍ୱତୀ ନଦୀ କୂଳରେ ବସି ଚିନ୍ତା କରୁଥିଲେ, ମୁଁ ତ ଲୋକଙ୍କୁ ଧର୍ମକର୍ମର ରାସ୍ତା ଦେଖାଇଲି, ମହାଭାରତରେ ଜୀବନର ସବୁ ଦିଗକୁ ଛୁଇଁଲି, ତେବେ ବି ମୋ ଆତ୍ମା କାହିଁକି ଖୁସି ନାହିଁ? ଠିକ୍ ସେଇଠି ହିଁ ଭାଗବତର ଜନ୍ମର ପ୍ରକୃତ କାରଣ ଲୁଚି ରହିଛି। ବ୍ୟାସଦେବ ଅନୁଭବ କଲେ ଯେ କ'ଣ? ସେ ଧର୍ମକର୍ମର ମାର୍ଗ ତ ଦେଖାଇଛନ୍ତି, କିନ୍ତୁ ସେହି ରାସ୍ତାରେ ଚାଲିବା ପାଇଁ ଯେଉଁ ଆନନ୍ଦ, ଯେଉଁ ପ୍ରେମ ଦରକାର, ସେଟା ବିଷୟରେ ସେ ସ୍ପଷ୍ଟ ଭାବେ କହିନାହାନ୍ତି। ମାନେ ସେ ନିୟମ କାନୁନ ବିଷୟରେ କହିଛନ୍ତି, କିନ୍ତୁ ହୃଦୟର କଥା କହିନାହାନ୍ତି। ହଁ, ସେ ଭଗବାନଙ୍କର ଐଶ୍ୱର୍ଯ୍ୟ, ଧର୍ମ ରୂପକୁ ବର୍ଣ୍ଣନା କରିଛନ୍ତି, କିନ୍ତୁ ତାଙ୍କର ମଧୁର ଲୀଳା, ତାଙ୍କର କରୁଣା ଆଉ ତାଙ୍କ ପ୍ରତି ଯେଉଁ ଭକ୍ତି, ସେହି ଭକ୍ତି ଯୋଗର ପଥକୁ ସେ ପ୍ରାଧାନ୍ୟ ଦେଇନାହାନ୍ତି। ଆଚ୍ଛା, ତାଙ୍କର ରଚନାଗୁଡ଼ିକ ଜ୍ଞାନ ଆଉ କର୍ମରେ ଭରପୁର ଥିଲା। ହଁ, କିନ୍ତୁ ସେଥିରେ ଭକ୍ତିରସର ସ୍ରୋତ ପ୍ରବାହିତ ହେଉନଥିଲା। ଏହା ହିଁ ଥିଲା ତାଙ୍କ ଅସନ୍ତୋଷର ମୂଳ କାରଣ। ଏଇଟା ତ ବହୁତ ଗଭୀର କଥା। ମାନେ ଜ୍ଞାନର ଶିଖରରେ ପହଞ୍ଚି ମଧ୍ୟ ଯଦି ହୃଦୟରେ ଭାବ ନଥାଏ, ତେବେ ଆତ୍ମା ଅପୂର୍ଣ୍ଣ ରହିଯାଏ। ଏକଦମ ଠିକ୍ କଥା। ଆଉ ଯେତେବେଳେ ଜଣେ ସତ୍ୟର ସନ୍ଧାନୀ ଏମିତି ଗୋଟେ ଦ୍ୱନ୍ଦ୍ୱରେ ପଡ଼ନ୍ତି, ସେତେବେଳେ ହିଁ ଜଣେ ମାର୍ଗଦର୍ଶକ ଆସନ୍ତି। ବ୍ୟାସଦେବ ଯେତେବେଳେ ସରସ୍ୱତୀ ନଦୀ କୂଳରେ ଏମିତି ଗଭୀର ଚିନ୍ତାରେ ବୁଡ଼ିଥିଲେ, ଠିକ୍ ସେହି ସମୟରେ ଆକାଶ ମାର୍ଗରୁ ବୀଣା ବଜାଇ ନାରାୟଣ ନାରାୟଣ ଧ୍ୱନି କରି ଦେବର୍ଷି ନାରଦ ସେଠାରେ ପହଞ୍ଚିଗଲେ। ହଁ, ନାରଦଙ୍କ ଆଗମନ ଏଠାରେ କୌଣସି ସଂଯୋଗ ନୁହେଁ, ଠିକ୍ ନା? ଆଦୌ ନୁହେଁ। ଏହା ଏକ ଦିବ୍ୟ ସଂକେତ। ବ୍ୟାସଦେବଙ୍କ ମନର ଅଶାନ୍ତିର ସମାଧାନ ପାଇଁ ସତେ ଯେମିତି ସ୍ୱୟଂ ମାର୍ଗଦର୍ଶକ ଆସି ପହଞ୍ଚିଲେ। ବ୍ୟାସଦେବଙ୍କ ପାଖରେ ଜ୍ଞାନ ଥିଲା, କିନ୍ତୁ ତାଙ୍କୁ ଭକ୍ତିର ପ୍ରେରଣା ଦରକାର ଥିଲା। ଆଉ ନାରଦ ହେଉଛନ୍ତି ଭକ୍ତିର ଆଚାର୍ଯ୍ୟ। ତେଣୁ ବ୍ୟାସଦେବଙ୍କ ମନରେ ଯେଉଁ ଭକ୍ତିରସର ଅଭାବ ଥିଲା, ତାକୁ ପୂରଣ କରିବା ପାଇଁ ନାରଦଙ୍କ ଆଗମନ ନିହାତି ଜରୁରୀ ଥିଲା। ଆଉ ବ୍ୟାସଦେବ ତାଙ୍କୁ ଦେଖି ତତ୍କ୍ଷଣାତ୍ ଉଠି ପଡ଼ିଲେ, ସମ୍ମାନର ସହ ଆସନ ଦେଇ ପୂଜା କଲେ ଆଉ ତାଙ୍କ ପାଦରେ ପ୍ରଣାମ କଲେ। ଏଟା ଦେଖାଉଛି ଜଣେ ମହାଜ୍ଞାନୀଙ୍କର ନମ୍ରତା। ସେ ଜାଣିଥିଲେ ଯେ ତାଙ୍କୁ ସାହାଯ୍ୟ ଦରକାର। ତେବେ କାହାଣୀ ଏଇଠି ଗୋଟେ ବଡ଼ ମୋଡ଼ରେ ଆସି ଅଟକି ଯାଉଛି। ହଁ, ଏହି ଅଧ୍ୟାୟଟି ଏଠାରେ ଶେଷ ହେଉଛି, କିନ୍ତୁ ଏହି ମିଳନ ହିଁ ପରବର୍ତ୍ତୀ ଅଧ୍ୟାୟରେ ଭାଗବତର ଭିତ୍ତିପ୍ରସ୍ତର ସ୍ଥାପନ କରିବ। ତେବେ ଆଜିର ଆଲୋଚନାରୁ ଆମେ ଦେଖିଲେ କିପରି କେତୋଟି ମୌଳିକ ପ୍ରଶ୍ନ ଶୁକଦେବଙ୍କ ବୈରାଗ୍ୟ ଆଉ ପରୀକ୍ଷିତଙ୍କ ତ୍ୟାଗକୁ ନେଇ ସମଗ୍ର ଭାଗବତର ମୂଳଧୁଆ ତିଆରି ହେଲା। ଆଉ ଆମେ ଏହା ମଧ୍ୟ ବୁଝିଲେ ଯେ ସ୍ୱୟଂ ବେଦବ୍ୟାସ, ଯିଏ ଜ୍ଞାନର ସାଗର, ସେ ମଧ୍ୟ ଭକ୍ତିରସ ବିନା ଏକ ଗଭୀର ଆଧ୍ୟାତ୍ମିକ ଶୂନ୍ୟତା ଅନୁଭବ କରୁଥିଲେ। ତାଙ୍କର ସମସ୍ତ ଜ୍ଞାନ ତାଙ୍କ ଆତ୍ମାକୁ ଶାନ୍ତି ଦେଇପାରିନଥିଲା। ହଁ, କାରଣ ସେଥିରେ ହୃଦୟର ସେହି ଭାବ ବା ପ୍ରେମର ତତ୍ତ୍ୱ ପ୍ରମୁଖ ନଥିଲା,
ଯେପର୍ଯ୍ୟନ୍ତ ସେ ଭଗବାନଙ୍କର ଶୁଦ୍ଧ ଲୀଳା ଓ ମହିମାକୁ ଗାନ କରିନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ପୂର୍ଣ୍ଣତା ମିଳିନଥିଲା। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଶିକ୍ଷା ନୁହେଁ କି? କେବଳ ଶୁଖିଲା ଜ୍ଞାନ କିମ୍ବା କର୍ତ୍ତବ୍ୟପରାୟଣତା ମଣିଷକୁ ପୂର୍ଣ୍ଣତା ଦେଇପାରେ ନାହିଁ। ହୃଦୟର ଭାବ ମାନେ ଭକ୍ତି ବା ପ୍ରେମ ଯେତେବେଳେ ଜ୍ଞାନ ଆଉ କର୍ମ ସହିତ ମିଶେ ସେତେବେଳେ ହିଁ ପ୍ରକୃତ ଆନନ୍ଦ ମିଳେ। ବ୍ୟାସଦେବଙ୍କ ଅସନ୍ତୋଷ ହିଁ ଏହାର ସବୁଠାରୁ ବଡ଼ ପ୍ରମାଣ। ତେବେ ଏହି ଅଧ୍ୟାୟ ଆମ ପାଇଁ ଗୋଟେ ଗଭୀର ଚିନ୍ତନ ଛାଡ଼ି ଯାଉଛି। ଯଦି ମହାଭାରତ ପରି ଗ୍ରନ୍ଥ ଲେଖିବା ପରେ ବି ବ୍ୟାସଦେବଙ୍କୁ ଲାଗିଲା ଯେ ତାଙ୍କ କାମ ଅସମ୍ପୂର୍ଣ୍ଣ, ତେବେ ଏହା ଆମ ନିଜ ଜୀବନର ଉଦ୍ଦେଶ୍ୟ ବିଷୟରେ କ'ଣ କହୁଛି? ଆତ୍ମାକୁ ପ୍ରକୃତରେ କ'ଣ ସନ୍ତୁଷ୍ଟ କରେ? ସବୁକିଛି ଜାଣିବା ନା କୌଣସି ତତ୍ତ୍ୱକୁ ଗଭୀର ଭାବେ ଭଲ ପାଇବା? ହଁ, ସେଇଟା ହିଁ ପ୍ରଶ୍ନ। ଆମେ କ'ଣ କେବଳ ତଥ୍ୟ ସଂଗ୍ରହ କରୁଛେ ନା ସତରେ କୌଣସି ଜିନିଷ ସହ ହୃଦୟରୁ ଯୋଡ଼ି ହେବାକୁ ଚେଷ୍ଟା କରୁଛେ? ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ସେୟାର କରନ୍ତୁ। ହଁ, ନମସ୍କାର।